ଖଟରେ ବସି ଖାଇବା ଉଚିତ ନୁହେଁ କାହିଁକି? ଜାଣନ୍ତୁ ଏହା ପଛର କାରଣ। ବନ୍ଧୁଗଣ, ଶାସ୍ତ୍ରରେ ବହୁତ କିଛି ନିୟମ ରହିଛି, ଯାହାକୁ କେହି କେହି ମାନିଥାନ୍ତି ତ ଆଉ କେହି ମାନି ନଥାନ୍ତି, ଯାହାଫଳରେ ଅନେକ ଅସୁବିଧା ମଧ୍ୟ ହୋଇଥାଏ। ଘରର ଯିଏ ମୁଖ୍ୟ ହୋଇଥାନ୍ତି ସେହିମାନେ ପ୍ରାୟତଃ ସମସ୍ତ ଶାସ୍ତ୍ର ବିଷୟରେ ଜାଣିଥାନ୍ତି। ଅର୍ଥାତ୍ ଜେଜେବାପା ଜେଜେମା ମାନେ ଅନେକ ଖରାପ ଅଭ୍ୟାସରୁ ଅଟକାଇ ଥାନ୍ତି, ଯାହାଫଳରେ ଆମକୁ ଶାରୀରିକ କିମ୍ବା ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ। ପିଲାଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ କଥାକୁ ଆପଣ ନିଶ୍ଚିତ ଧ୍ୟାନ ଦେଇଥିବେ ଯେ ଯେତେବେଳେ ଆପଣ ଖଟ ଉପରେ ବସି ଖାଇଥାନ୍ତି ସେତେବେଳେ ଜେଜେମା ଆପଣଙ୍କୁ ରୋକିଥାନ୍ତି ଏବଂ ରାଗି ଯାଆନ୍ତି। ଏହା ସହ ଆପଣଙ୍କୁ ସୂଚିତ କରନ୍ତି ଯେ ଖଟ ଉପରେ ବସି ଖାଇବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା ଖଟ ଉପରେ ବସି ଖାଆନ୍ତି ନାହିଁ କ'ଣ ପାଇଁ। ଆଜିର ବି ଗୁରୁଜନମାନେ ନିୟମ ଏବଂ ଶାସ୍ତ୍ର ଅନୁଯାୟୀ ସେମାନଙ୍କର କାର୍ଯ୍ୟ କରନ୍ତି। ଆପଣ ନିଶ୍ଚିତ ଧ୍ୟାନ ଦେଇଥିବେ ଯେ ଖାଇବା ପୂର୍ବରୁ ସେମାନେ ଖାଦ୍ୟ ଥାଳିକୁ ନତମସ୍ତକ ହୁଅନ୍ତି, ଯାହା ଖାଦ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଖଟ ଉପରେ ଖାଦ୍ୟ ଖାଇବା ହେଉଛି ଏକ ଅପମାନ ସଦୃଶ ବୋଲି ବିବେଚନା କରାଯାଏ। ଏହାର କାରଣ ହେଉଛି ଶଯ୍ୟା ଅପରିଷ୍କାର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଖଟରେ ଖାଦ୍ୟ ଖାଇବା ନିଶ୍ଚିତ ଭାବରେ ଭୁଲ ହୋଇଥାଏ, କାରଣ ଏହା ମାତା ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ କରିଥାଏ। ଏହା ବ୍ୟତୀତ ରାହୁ ଏବଂ ବୃହସ୍ପତି ମଧ୍ୟ କ୍ରୋଧିତ ହୁଅନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମାତା ଲକ୍ଷ୍ମୀ, ରାହୁ ଏବଂ ବୃହସ୍ପତିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହା ସୁଖ ଏବଂ ସୌଭାଗ୍ୟକୁ ବଜାୟ ରଖେ। ଯଦି ଆପଣଙ୍କର ଖରାପ ଅଭ୍ୟାସ ହେତୁ ଏହି 3 ଜଣ କ୍ରୋଧିତ ଅଛନ୍ତି, ତେବେ ଜୀବନରେ ସୁଖ, ସମୃଦ୍ଧତା ଏବଂ ଅର୍ଥର ଅଭାବ ଲାଗି ରହିଥାଏ। ଶାସ୍ତ୍ରରେ ଖାଦ୍ୟ ଖାଇବା ପାଇଁ ଉପଯୁକ୍ତ ସ୍ଥାନ ରୋଷେଇ ଘର ପାଖରେ ହୋଇଥାଏ। ପୂର୍ବକାଳରେ ଲୋକମାନେ ରୋଷେଇ ଘରେ ବସି ସେମାନଙ୍କର ଖାଦ୍ୟ ଖାଉଥିଲେ। ରୋଷେଇ ଘରେ ଖାଦ୍ୟ ଖାଇବାର ଗୋଟିଏ କାରଣ ହେଲା ଖାଦ୍ୟ ନିଜ ରୋଷେଇ ଘରେ ପ୍ରସ୍ତୁତ ହୋଇଥାଏ ଏବଂ ସେଠାରେ ବସି ଖାଇବା ସହଜ ହୋଇଥାଏ। ଏହି କାରଣରୁ ଆଜି ବି ଲୋକମାନେ ରୋଷେଇ ଘର ପାଖରେ ଡାଇନିଂ ଟେବୁଲ ରଖନ୍ତି। ଯଦି ଆପଣ ଖାଦ୍ୟ ଖାଉଛନ୍ତି ତେବେ ଡାଇନିଂ ଟେବୁଲରେ ବସି ଖାଆନ୍ତୁ। ଏହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନଥାଏ। ଏହା ସହ ଯଦି ଆପଣ ଡାଇନିଂ ଟେବୁଲ ହେଉ କିମ୍ବା ତଳେ ବସିକି ଖାଆନ୍ତୁ, ଏହି ଅବସ୍ଥାରେ ଆପଣଙ୍କ ପେଟ ସିଧା ହୋଇଥାଏ, ଯାହାଫଳରେ ଖାଦ୍ୟ ସିଧାସଳଖ ଆପଣଙ୍କ ପେଟକୁ ଯାଏ। ଏହି ଖାଦ୍ୟ ହଜମକୁ ମଧ୍ୟ ସହଜ କରିଥାଏ। ଖଟ ଉପରେ ବସି ଖାଇବା ବେଳେ ଶରୀର ବଙ୍କା ହୋଇ ରହିଥାଏ, ଯେଉଁ କାରଣରୁ ଖାଦ୍ୟ ଖାଇବାରେ ଅସୁବିଧା ସୃଷ୍ଟି ହୋଇଥାଏ, ଯେଉଁଥିପାଇଁ ଜେଜେମାନେ ଖଟ ଉପରେ ବସି ଖାଇବାକୁ ମନା କରନ୍ତି। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।